ଆସନ୍ତୁ ଶୁଣିବା ଗୋପାଳ ବଲ୍ଲଭ ଦାସଙ୍କ ରଚିତ ଉପନ୍ୟାସ ଭୀମା ଭୂୟାଁର ତୃତୀୟ ପରିଚ୍ଛେଦ। ହୋଇଛି ବସନ୍ତ କାଳ, ରାବ ଦେଉଛି କୋକିଳ, ଚାରୁତରୁ ଲତାକୁଳ, ଅଙ୍ଗରେ ନବଦୁକୁଳ, ଲୋହିତ ହରିତ ପିତେ, ରଞ୍ଜିତ ଶିଖରୀ ଚୂଳ, ବିଶାଳ ରସାଳ ଶିରେ, ସୁଗନ୍ଧ ବକୁଳ ମାଳ, କିଂସୁକ ମଣ୍ଡିତ କୁଞ୍ଜେ, ମତ୍ତ ମଧୁକର ରୋଳ, ଯୋଗୀ ଭୋଗୀ ମନଚୋରା, ସୁଧୀରେ ମଳୟା ନୀଳ, ମଦନ ମାଦକକାରୀ, ସକଳ ମଞ୍ଜୁଳ ଠୁଳ, ଦେଖି ଶୁଣି ଯୁବାଜନ, ହୃଦୟ ମନ ବିକଳ। କିନ୍ତୁ ଭୂୟାଁ ପଲ୍ଲୀର ମଣ୍ଡୁଆ ଦୁଆରେ ଯେ ଯୁବକ ବସିଅଛି, ତାହାର ମନ ଅଚଳ କି ଚଞ୍ଚଳ ଜଣାଯାଉ ନାହିଁ। ଭିତରେ ଯାହା ହେଉ, ବାହାର ଦଳ ଉଜ୍ଜଳ କଜ୍ଜଳ। ଏହା ବୋଲି ନୟନ ଅୟନ ବିଦୁର କଳା ଭଳି ନୁହେଁ। ରାମକୃଷ୍ଣ ତପ୍ତ କାଞ୍ଚନ କିମ୍ବା ତମ୍ବା ତାର ଭଳି ନଥାଇ ନବ ଦୁର୍ବାଦଳ, ମରକତ ଗଞ୍ଜନ ବାସଜଳ ନବଘନ ପରିଥିଲେ। ପୁଣି ଯୌବନର ଗୌରଶ୍ୟାମ ବିଚାର ନାହିଁ। ଯୁବକର ବୃଷସ୍କନ୍ଧ, ବିଶାଳ ବକ୍ଷ, କରିକର ପରି କର ଯୁଗଳ, ମଲ୍ଲମର୍ଦ୍ଦନ, ଘନ ଜଘନ ପ୍ରଭୃତି ପେଶୀପୂର୍ଣ୍ଣ ରସାଳ ମାଂସଳ ଅବୟବ ସବୁର ଯୌବନ ସୁଲଭ ଲାବଣ୍ୟ ମାଧୁରୀ ଲହରୀରେ ମନ ନୟନ ପଡ଼ି ନାସା ନୟନ ଅଧର ପ୍ରଭୃତି ପ୍ରତ୍ୟଙ୍ଗ କିମ୍ବା ଅଳକା କୁଣ୍ଡଳ ପ୍ରଭୃତି ଅଳଙ୍କାର ଲୋଡ଼ୁନାହିଁ। ସ୍ଥୂଳରେ ଶତଶାଳ ଗଦାଜିଣୀ ଯୁବକର ରୂପମାଧୁରୀ। ଏହି ହୃଷ୍ଟପୁଷ୍ଟ ମୂର୍ତ୍ତି ନୀରବ ନିସ୍ତବ୍ଧରେ ବସି ସୁନୀଳ ଉତ୍ତାଳ ତରଙ୍ଗ ମାଳୋପମ ଦିଗନ୍ତ ବ୍ୟାପୀ ଶୈଳଶ୍ରେଣୀରେ ସ୍ଥିର ଦୃଷ୍ଟି ରଖିଛି, କିନ୍ତୁ କିଛି ନ ଦେଖିଲା ପରି ବୋଧ ହେଉନାହିଁ। ଏହି ଅବସ୍ଥାରେ ପଶ୍ଚାତ୍ ଭାଗରୁ ଅନ୍ୟ ଏକ ଯୁବକ ଧୀରେ ଧୀରେ ଆସି ଉପବିଷ୍ଟ ଯୁବକର ଦୁଇ କାନ୍ଧରେ ହାତ ଦେଇ ନଇଁ ପଡ଼ି କହିଲା, କିରେ ଭୀମା, କରୁଛୁ କ'ଣ? ଚମକି ପଡ଼ିଲା ପରି ହୋଇ ଭୀମା କହିଲା, କାହିଁ, କିଛି ନାହିଁ ତ। ଏହା ଶୁଣି ଆଗନ୍ତୁକ କହିଲା, ରାମାଠୁ କ'ଣ ଲୁଚାଇବୁ ମ? ଭୀମା, ତୋଠୁ କ'ଣ ଲୁଚେଇଲି କି? ରାମା, ତେବେ ଆଗ ଭୀମା ନାହୁଁ କାହିଁକି? ଭୀମା, ଆଗେ ଥିଲା କ'ଣ, ଏବେ ନାହିଁ କ'ଣ? ରାମ, ଆଗ ପରି ଚାଙ୍ଗୁନାଟ ନାହିଁ, ଡାଳଭଙ୍ଗା ଗୀତ ନାହିଁ, ଧାଙ୍ଗଡ଼ିଙ୍କର ସାଙ୍ଗ ନାହିଁ। ଭୀମା, ସବୁଦିନ କି ଏକା କଥା ଥାଏ? ରାମ, ତୁ ଯାହା କହ, ମୁଁ ସବୁ ବୁଝିଛି ଯେ। ଭୀମା, କ'ଣ ବୁଝିଛୁ କହିଲୁ? ରାମା, ଭାଇ ବାହା ଦିନଠୁ ତୁ ଆଉ ଆଗ ଭୀମା ନାହୁଁ। ଭୀମା, ବାହା ହେଲାଣି ବୋଲି ଭାଇ ସିନା ଧାଙ୍ଗଡ଼ ନୁହେଁ, ମୁଁ ତ ଯେଉଁ ଧାଙ୍ଗଡ଼କୁ ସେଇ ଧାଙ୍ଗଡ଼। ରାମା, ତୁ ଭୁଲେଇଲେ କି ରାମା ଭୁଲେ? ସେଇ ଚିନାବାଳି କି ଆଖେଇଥିଲୁ, ତାକୁ ଭାଇ ବାହା ହେଲାରୁ ତୁ ଏପରି ହୋଇଛୁ। ଏବେ ଭାଇ ମଲେ ତାକୁ ଦ୍ୱିତୀୟ ହେବୁ ନା? ଭୀମା, ଦୂର ରାଢ଼ ଚାଣ୍ଡାଳ, ଚିନାବାଳି କି ଦ୍ୱିତୀୟ ହେବି ବୋଲି ଭାଇଟା ମରିଯାଉ, କାହିଁକି ମୁଁ ମରିଗଲେ? ରାମା, ହଁ ରେ, ଧାଙ୍ଗଡ଼ିଙ୍କ ସାଙ୍ଗରେ ଖାଲି ଗାଈ ବଜାଇ ଜାଣୁ। ଆଉ ଗୋଟିଏ ଧାଙ୍ଗଡ଼ି ଦେଖ, ଯାହା ହେବାର ହେଲୁ ସବୁ ବତେଇ ଦେବି, ତେବେ ବୁଝିଲୁ ଯେ ଖାଲି ଗାଇଲେ ବଜେଇଲେ ହେଲା କି ଆଉ କିଛି ଅଛି? ଭୀମା, ଆଉ କ'ଣ ଅଛି? ରାମା, ଆଗେ ବାହାଘର ଠିକ୍ ହେଇଯାଉ। ଭୀମା, ଘୋଡ଼ାରେ କେ ଆସୁଛି? ତୁ ଯା ଗାଁରେ ଖବର ଦେବୁ। ମୁଁ ଯାଉଛି ଏସବୁ ନିକେଇ ଦିଏ, ବସିବା ପାଇଁ ଦେବାକୁ ଖଣ୍ଡେ ରଖେ। ଏଥିରୁ ସ୍ପଷ୍ଟ ଦେଖାଯାଉଅଛି ଯେ ଅଶ୍ୱାରୋହୀ ନିଶ୍ଚୟ ମଣ୍ଡୁଆକୁ ଆସିବେ। ସେ କିଏ, କାହିଁକି ଆସୁଛନ୍ତି ବୋଲି ଜଣାଶୁଣା ନାହିଁ, ଅଥଚ ତାଙ୍କୁ ସତ୍କାର କରିବାକୁ ହେବ। ପୁଣି ଭୀମା ରାମା ଆପେ ଆପେ ତହିଁରେ ତତ୍ପର, କର୍ତ୍ତବ୍ୟ ପରାୟଣତା ସୂତ୍ରରେ କାଷ୍ଟ ପିତୁଳି ପରି ପରିଚାଳିତ। ଏହା ରାମା ଭୀମା କିପରି ମଣ୍ଡୁଆଠାରେ ଥିବା ଲୋକ ଆଡ଼ବାଙ୍କ କରି ନ ପାରନ୍ତି। ପୁଣି ମଣ୍ଡୁଆ ଛଡ଼ା ଭୂୟାଁ ପଲ୍ଲୀ ନାହିଁ। ଏହା ସମସ୍ତ ଗ୍ରାମବାସୀଙ୍କର ସାଧାରଣ ସଭା ବା ମଣ୍ଡପ ବୈଠକ ସ୍ଥାନ। ଏଇଠାରେ ଭଲମନ୍ଦ ବିଚାର ପାଇଁ ଗ୍ରାମବାସୀଙ୍କର ବୈଠକ ହୁଏ। ଏଇଠାରେ ଚାଙ୍ଗୁନାଟ ହୁଏ। ଏଇ ଘରେ ବୁଢ଼ାଏ ଗ୍ରାମର ସବୁ ଧାଙ୍ଗଡ଼ଙ୍କୁ ରାତିରେ ଜଗି ଶୁଅନ୍ତି। ଆଗନ୍ତୁକ ମାତ୍ରେ ଏଇଠାକୁ ଆସିଥାନ୍ତି। ତାଙ୍କର ପରିଚର୍ଯ୍ୟା ପାଇଁ ଗ୍ରାମବାସୀଙ୍କ ଠାରୁ ସଂଗୃହୀତ ଡାଲି, ଚାଉଳ, ଲୁଣ, ଘିଅ ବର୍ଷକ ନିମିତ୍ତ ଗଚ୍ଛିତ। ପ୍ରାଣାନ୍ତ ହେଲେ ସୁଦ୍ଧା ଆତିଥ୍ୟ ଦ୍ରବ୍ୟ ପ୍ରତି କେହି ଆଖି ଦିଏ ନାହିଁ। ଏଇଠାରେ ଆଗନ୍ତୁକେ ଆଶ୍ରୟ ପାଇଥାନ୍ତି। ସେମାନଙ୍କର ଚର୍ଚ୍ଚା ପାଇଁ ପାଳି କରି ଗ୍ରାମବାସୀ 2 ଜଣ ପୁରୁଷ ମଣ୍ଡୁଆରେ ଅହୋରାତ୍ର ଉପସ୍ଥିତ ଥାନ୍ତି। ଆଜି ସାଧୁ ସର୍ଦ୍ଦାର ପୁଅ ଭୀମା ଓ ଗ୍ରାମବାସୀ ରାମାର ସକାଳ ଓଳା ପାଳି। ଆଉ କେହି ଦେଖିବା, ଶୁଣିବା, କହିବା ଓ ବୋଲିବା ପାଇଁ ନଥିଲେ ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟଙ୍କ ପରି ଆପଣା ଆପଣା କର୍ତ୍ତବ୍ୟ ପାଳନରେ ସେ ଦୁହେଁ ସ୍ୱତଃପ୍ରବୃତ୍ତ। ଏହା ସବୁ ରାଜାଜ୍ଞା ନୁହେଁ,
ଅଥଚ କାଳେ କାଳେ ଗ୍ରାମରେ ଚଳି ଆସୁଛି। ଏ ପ୍ରଥା ଭଲ କି ମନ୍ଦ, କାହାରି ଦୃଷ୍ଟିପଥରେ ଆସିବା ଉଚିତ କି ନା, ତାହା ଭୂୟାଏ ବା ତାଙ୍କ ରାଜା ଜାଣନ୍ତି। ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଧର୍ମଶାଳା, ଟାଉନ ହଲ୍ ପ୍ରଭୃତି ତୁଳନାରେ ଭୂୟାଙ୍କ ମଣ୍ଡୁଆ ଚାଳ ପାଖେ ତିଳରୁ ନ୍ୟୁନ ହୋଇପାରେ। ଛୋଟ ହୋଇଯିବା ଭୟରେ ତହିଁ ପ୍ରତି ଦୃଷ୍ଟି ନ ଯାଇପାରେ। ସେ ଯାହା ହେଉ, କେତେ କେତେ ଧର୍ମଶାଳା କିଣେ ଗଲାଣି, କେତେ କେତେ ବଡ଼ ବଡ଼ ଦେବାଳୟ ପ୍ରଭୃତି କାଳଗର୍ଭରେ ବିଲୁପ୍ତ ହେଲାଣି। କିନ୍ତୁ ଭୂୟାଙ୍କ ମଣ୍ଡୁଆ ବ୍ୟବସ୍ଥା କାଳେ କାଳେ ରହିଅଛି। ପୁଣି ଆଉ କେତେ କାଳ ରହିବ ତାହା ବୋଲାଯାଇ ନପାରେ। ଉପରୋକ୍ତ ଚର୍ଚ୍ଚା ବିଧି ଚିରକାଳ ରହୁ ବା ନ ରହୁ, ସେହି ପ୍ରଥା ଅନୁସାରେ ଭୀମା ଆପଣା କର୍ତ୍ତବ୍ୟ ପାଳନ କରିସାରିଲା ବେଳକୁ ଅଶ୍ୱାରୋହୀ ମଣ୍ଡୁଆ ଦ୍ୱାରେ ଉପସ୍ଥିତ। ଘୋଡ଼ାର ମୁହଁରେ ଜରିର ମୁହଁପଟା, ପିଠିରେ ଝାଲର ଦିଆ ବନାତର ଚାରିଜାମା। ନିଜେ ଘୋଡ଼ାର ରଙ୍ଗ ନାଲିଆ କୁମେଦ, ଆକୃତି ଖର୍ବ, କିନ୍ତୁ ଅଙ୍ଗ ହୃଷ୍ଟପୁଷ୍ଟ। ପେଟ ତଳେ କିଛି ଅପେକ୍ଷାକୃତ ବଡ଼। ତାହା ନୋହିଥିଲେ ଆରୋହୀଙ୍କ ଗୋଡ଼ ତଳେ ଲାଗୁଥାନ୍ତା। ତଥାପି ପଡ଼ିଯିବାର ବିଶେଷ ଆଶଙ୍କାର କାରଣ ନାହିଁ। ଆରୋହୀଙ୍କ ଆକାର ପ୍ରତି ଦୃଷ୍ଟିରେ ବୋଧହୁଏ ଯେ ଦୁଇ ଜାନୁ ମଧ୍ୟରେ ଘୋଡ଼ା ଘେନି ସେ ପଦବ୍ରଜରେ ଆସିଛନ୍ତି, ତାହା ପ୍ରକୃତ ହୋଇଥାଉ କି ନଥାଉ। ଅବରୋହଣ କାଳରେ ଆରୋହୀଙ୍କି କିଛି ଜଣାଗଲା ପରି ଦେଖାଗଲା ନାହିଁ। କିନ୍ତୁ ତାହା ଘେନି ପରିଚୟ ବିଷୟରେ କିଛି ନ ଅଟକିଲା। ଦେଖିଲା ମାତ୍ରେ ଛାମୁ ପଟ୍ଟନାୟକ ବୋଲି ଚିହ୍ନିପାରି ଭୀମା ତରତରରେ ଆଗନ୍ତୁକଙ୍କୁ ଜୁହାର ହେଲା। ସେ ମଧ୍ୟ ସାଧୁ ସର୍ଦ୍ଦାରର ପୁଅ ବୋଲି ଚିହ୍ନି ଭୀମାକୁ ଘୋଡ଼ା ଧରାଇ ଦେଲେ। ଭୀମା କିଛି ଶଙ୍କିଗଲା। ତାହା ବୋଲି ଯେ ତାର ଅଙ୍ଗସୌଷ୍ଠବ ଛାଡ଼ିଗଲା କି ମାଧୁରୀ ଲହରୀ ଲୁଚିଗଲା, ତା ନୁହେଁ। ସେ ଭୀତ କି ତ୍ରସ୍ତ ନ ହୋଇ ବିନୀତ ସମ୍ଭ୍ରମ ରୂପ ଧାରଣ କଲା। ପୂର୍ବ ତେଜ ଆଉ ରହିଲା ନାହିଁ। ସ୍ଥୂଳରେ କହିବାକୁ ଗଲେ ବଡ଼ ଆଗେ ସାନ ଯେପରି ଦେଖାଯାଇଥାନ୍ତି, ସେହିପରି ଦେଖାଗଲା। ସର୍ଦ୍ଦାର ଅଛନ୍ତି ନା ବୋଲି ଛାମୁ ପଟ୍ଟନାୟକ ପଚାରନ୍ତେ, ହେଇ ଆସୁଛି କହି ଅଙ୍ଗୁଳି ନିର୍ଦ୍ଦେଶ କଲା। ଜଣକେତେ ଭୂୟାଙ୍କୁ ପଛରେ ଘେନି ସାଧୁ ସର୍ଦ୍ଦାର ଆଗେ ଆଗେ ଆସୁଥିବାର ଛାମୁ ପଟ୍ଟନାୟକ ଦେଖିଲେ। ତାଙ୍କୁ ମଧ୍ୟ ଦୂରୁ ଚିହ୍ନି ପାରି ସାଧୁ ଗ୍ରାମ ମଧ୍ୟକୁ ଜଣେ ଲୋକ ଦୌଡ଼ାଇ ଦେଲା। ଶୁଖିଲା ପତ୍ର ବଣରେ ନିଆଁ ପରି ଛାମୁ ପଟ୍ଟନାୟକଙ୍କ ପ୍ରବେଶ ବାର୍ତ୍ତା ସାମାନ୍ୟ ଭୂୟାଁ ପଲ୍ଲୀରେ ଆଖି ପିଞ୍ଛଡ଼ାକେ ବୁଲିଗଲା। ସୁତରାଂ ସର୍ଦ୍ଦାରେ ଓ ଆଉ ଦୁଇ ଭୂୟାଏ ଜୁହାର କରୁ କରୁ ହରିଣୀ ପଲ ପରି ଭୂୟାଣିଏ ଦେଖାଦେଲେ। କେହି ଖରେ, କେହି ବା ଧୀରେ ଗତି କରୁଛି, କିନ୍ତୁ ମେଣ୍ଟ ଭାଙ୍ଗୁ ନାହିଁ। କେହି ଶାଢ଼ୀ ପିନ୍ଧିଛି, କେହି ଧଡ଼ି ପକାଇଛି। କାହାର ଲୁଗା ନୂଆ, କାହାର ବା ପୁରୁଣା। କେହି ଧୋବ, କେହି ମଇଳା ପିନ୍ଧିଛି। ଏହିପରି ସୁମନାଏ ମନ୍ଥର ଗାମିନୀ ସ୍ରୋତସ୍ୱତୀରେ ବିବିଧ ସୁମନ ମେଞ୍ଚା ଭାସିଲା ପରି ଅବଲୀଳାକ୍ରମେ ଆସୁଛନ୍ତି। ଏହା ଅତ୍ୟୁକ୍ତି ନୁହେଁ। ଆତୁଣ୍ଡି, ଧାତୁକୀ, ସୁନାରୀ ପ୍ରଭୃତି ପୀତଲୋହିତ ପୁଷ୍ପପତ୍ର ମଣ୍ଡିତ କାହାରି ଗଭା ଅବଗୁଣ୍ଠନରେ ଆବୃତ ନୁହେଁ। ଏହା ବୋଲି ଆଉ ସବୁ ସମାନ ନୁହେଁ। କାହାର ଗଣ୍ଡ ଟଭା ଫଳ ପରି ଗୋଲ, କାହାର ବା ପାଚିଲା ଆମ୍ବ ପରି ଇସତ୍ ଲମ୍ବ, କାହାରି ପୂର୍ଣ୍ଣେନ୍ଦୁ ମାଧୁରୀ, କେହି ବା ନିରସ ଶିରିଷ ଫଳ ପରି। ଏପରି ସ୍ଥଳେ ଲଳନାର ମନ କଳନା ସହଜ ନୁହେଁ। କିନ୍ତୁ ଦେଖାଯାଏ ଯେ ମାର ଗାରଡ଼ିଆର କାଳ ଭୁଜଙ୍ଗ ବାଳ କାଳ ଲୀଳା ପରି ଭ୍ରୁଲତା ଭଙ୍ଗି ନାହିଁ। ଯତି ମନ ମଜ୍ଜାଇବା ଭଳି ନାସା ଫୁଲ ନଥଝୁଲା ଠାଣି ନାହିଁ। ଛାତିକି ଅସମ୍ଭାଳ କଲା ଭଳି ବାରିଜ ନୟନା କୁନ୍ତର ମୁନ ନାହିଁ। ଅବଗୁଣ୍ଠନର ଅଭାବ ଏହାର କାରଣ କି ନା, ତାହା ଭୂୟାମାନେ ଜାଣନ୍ତି। ତଥାପି ଖେଳା ଖଞ୍ଜରିଟ ନୟନ କି ରଦବାସେ ମୃଦୁହାସର ଅଭାବ ନାହିଁ। ଏ ସ୍ୱାଭାବିକ କି ନା, ଭଲ କି ମନ୍ଦ, ତାହା ଅସଭ୍ୟ ଆଖ୍ୟାଧାରିଣୀ ଭୂୟାଣିଏ କିମ୍ବା ବିଦୁଷୀ ରମଣୀଏ ଜାଣନ୍ତି। କିନ୍ତୁ ଏହା ସମସ୍ତେ ଜାଣନ୍ତି ଯେ ରାଜା ମହାରାଜାମାନେ ବଡ଼ ବଡ଼ ହୀରା ଲୀଳା ମୋତି ମାଣିକ୍ୟ ଲୋଡ଼ିଲା ପରି ଭୂୟାଣିଏ କାଚ ପଥର ମାଳି କଂସା ପିତ୍ତଳ ଖଡ଼ୁ ବଳା ଲୋଡ଼ିଥାନ୍ତି। ଯେ ଯେଡ଼େ ଥିଲା ଲୋକ ତାହାର ତେଡ଼େ ଗହଣା କିଣିପାରିଲେ ଦୁଇ ଚାରି ବିଶା ନାଇବାକୁ ଦୁର୍ବଳା ଅବଳା କାତର ନୁହେଁ। କିନ୍ତୁ ଯୁବାଧୈର୍ଯ୍ୟ ମନ୍ଥନକୁ ଅଳକାବୃତ ଲପନ ନାହିଁ। ମନକୁ ଝାମ୍ପି ନେଉଥିଲା ଭଳି ଚନ୍ଦ୍ର ଝୁମ୍ପି ନାହିଁ। ଶୁକ୍ର ବୃହସ୍ପତିଙ୍କ ପରି ତାଟଙ୍କ ଜ୍ୟୋତି ନାହିଁ। ମାତ୍ର ବକ୍ଷସ୍ଥଳ ଯେଉଁ ନୀଳପିତ ଲୋହିତ ମାଳିରେ ଆବୃତ, ତାହା ରମଣୀ ବୃନ୍ଦ ଗତି କଲାବେଳେ ଇନ୍ଦ୍ର କୋଦଣ୍ଡ ଭୂଷିତ ବିଚିମାଳା ପରି ଲୀଳାଖେଳା କରୁଛି।
अलंकार सुंदर असुंदर करू कि उच्च नीच करू प्रकृति सबु भूयाणी मुह गोटे छांचरे गढ़िला परी देखा जाए। समस्तंक ललाट नासिका नयन भ्रुलता अधर चिबुक एका परी एथिरे आखि पड़िले भूयाणी नुहे बोली भूल हेबार संभावना नहीं। तथापि प्रकृति कालर महिमा को जिणी पारि नाही। बालिका युवती प्रौढ़ा वृद्धांक मध्यरे जे प्रभेद ता पूर्ण मात्रा विद्यमान। सभिंकी पछकु पकाई युवाकाल आगभर होइअछि। पुणी एमाने भूयाणी बोली मने नघेनी जो सौंदर्य लावण्य माधुरी प्रभृति रे नेपाली भोपाली ईरानी जापानी तैलंगी बंगाली की भूषित करिथाए तहिरे मुक्त हस्त। तथापि यौवनर अस्थिर पणिया छाड़ी नाही। पांच आंगुठी समान करी देखी नाही। सबुठारु चीनामाळी ताहार विशेष अनुग्रहर पात्र परि देखा जाए। से तिल सरदार झील एणिकी पुणी साधु सरदार बड़ बोहू। एथिजोगु से विशेष अनुग्रहर पात्र कि ना ताहा यौवन जाने। किंतु ताकू सान बड़ सबु भूयाणी आग करिछंती। पलरे बंदना गाई बा नाटुआ पंझारे श्रीगाहण परि होइछि। तथापि से फुलेई न होई कांदी घेनी कदली गछ नईला परी देखा जाउछि। आगभर हेबाकू से तरबर नुहे। ता पछरे रहिबाकू सबुरी चेष्टा। जहा आग ताहा सबु हातरे। सेही अनुसारे से छामु पट्टनायकଙ୍କ छामुरे भूई लिपि अन्य जनक हातरू पीढ़ा नहीं थोइला। बड़र जे सान हेबा आवश्यक ताहा देखाई देला। जनाशुना रीति अनुसारे छामु पट्टनायक पीढ़ा उपरे ठिया हेले। चीनामाळी प्रभृति मिसी तांको गोड़रे हलदी पानी ढाली देले। समस्ते हुड़ाहुड़ी देई बंदापना सारी चौतीरे टंका दियोटी खजीर पटिया बोईती कखारू कंदमूल पहाड़िया ब्रीही प्रभृति छामुरे रखी जुहार कर ठिया हेले। छामु पट्टनायक चौतीरू टंका दियोटी उठाई नहीं तहिरे चारोटी रखिदेले। पुणी पीढ़ारू अपसरी जाई खजीर पटिया प्रभृति तांको घरठाकू पठाई देबाकू सरदारंकू कहिले। तेणे सरदारंकर बहु टंका चारोटी उठाई नहीं आउमानक संगे पूर्वपरी ठिया होई रहिले। यह एक प्रकार अभ्यर्थना। एथिपाई सभा समिति नाही, स्वर्णाक्षर अभ्यर्थना पत्र नाही, पार्चमेंट कागजरे मोतीमाणिक्य झरा नाही, कारुकार्य शोभित पत्राधार नाही, ए पाखरु बा से पाखरु पूर्व प्रस्तुत वक्तृता नाही, धन्यवादर आदान प्रदान भी नाही। खजीर पटिया प्रभृति छामु पट्टनायकଙ୍କ छामुरे भेटी। पुणी से राजदरबार लोक सुना पैता पाट पीताम्बर हाथी घोड़ा भेटी देइछंती। एहा मध्य जानती जे भूया माने एहिपरि अभ्यर्थना करि आसुछंती। सेही शास्त्र रे पुराण रे सुनिछंती और पढ़िछंती जे भक्ति प्रिय भगवान रामकृष्ण रूपे सबर सबरुणीक फलमूल गोपाल पुओंक चखा कोली विदुरंक खुद सादरे ग्रहण करि बड़ प्रीत होइथिले। एणुकरी भक्ति बड़ कि सुना रूपा हीरा लीला बड़ से जानती। किपरि अभ्यर्थना भल बा मंद ताहा भूया जानती किंबा ताहा जे ग्रहण करती से जानती। सेमानंक मन कथा घेनी कल्पना जल्पनार प्रयोजन नाही। जहा मन कथा लोड़ा ताहा आड़कू दृष्टि दिया जाऊ। बंदापना सारी भूयाणी ठिया होई रहिले। किंतु छामु पट्टनायकଙ୍କ छामुरे भीमा जेपरि थिला सेपरि नुहे। केही हेलेई गेलेई होई मूर्खी हसी अन्य संगे कथा कहूची, केही ठो ठो करी हसी उठुची, जणे हसी हसी आउ जनक उपरकू ढଳି पड़ुची, केही केबे पछकू मुह फेराई हसुची, केही तळकू मुह पोतुची। सेमानंकर मनोभाव कथावार्ता सेमाने जानती। समस्तंक परि मध्य चीनामाळी सेहिपरि करुची। किंतु से शरद जामिनीर नक्षत्रमाला मध्यरे पूर्ण सुधाकर बा ललिता विशाखांक मध्यरे वृषभानु जेमांक परि देखा जाउछि। तथापि छामु पट्टनायकଙ୍କ मन मोहिबा पई से एपरि करिबा जणा जाउ नाही। से जाने जे से सरदारर झुओ, सरदारर नुआ बोहू, ताहार स्वामीर पूर्ण यौवन, ताकू समस्ते भल कहिथांती। पुणी भूयाणी दोचारुणी हेले ताहार जीवा ठारू मरिबा भल। एणे छामु पट्टनायक दरबुढ़ा, तांक जाति भिन्न। एठारे से कलांक मध्यरे धड़ा, पाणंक मध्यरे ब्राह्मण परी। सुतरां चीनामाळी बा अन्य भूयाणीଙ୍କ हस खेल कथावार्ता प्रभृति छामु पट्टनायकଙ୍କର मन नाही कि नयन नाही। एथिरे जे भूयांकर आपत्ति नाही ताहा स्पष्ट देखा जाउछि। किंतु एथिरे काहारी मनरे किछि सुख दुख हेउछि कि ना ताहा भूया माने जानती। ताहा अनुमान करा जाई न पारे। कारण
ସବୁ ଭୂୟାଁ ଭୂୟାଣୀଙ୍କ ପରସ୍ପର ସମ୍ବନ୍ଧ ଜଣା ନାହିଁ। କେବଳ ଭୀମା ଚିନାମାଳି ପିଛା ପଡ଼ିଥିବା ମାଘ ପୋଡ଼ା ପର୍ବ ଦିନୁ ବିଶେଷ ଜଣାଅଛି। ସେ ଦୁହିଁଙ୍କ ବିବାହ ହେବା ପ୍ରସ୍ତାବ ସେଠାରେ ପଡ଼ିଥିଲା। ଏବେ ଚିନାମାଳି ବାଣାସୁରକୁ ବାହା ହୋଇଗଲାଣି। ଏଥିରେ ଚିନାମାଳି ବା ବାଣାସୁର କିଛି ପ୍ରକାଶ କରିନାହାନ୍ତି। କେବଳ ସାଧୁ ସର୍ଦ୍ଦାରର ଇଚ୍ଛା ଅନୁସାରେ ଏହା ହୋଇଛି। ସାନ ହେଲେ ବି ତିଳ ସର୍ଦ୍ଦାରର ସର୍ଦ୍ଦାରୀ ପାଇବାର ଭୀମାର ଯେ ଆଶା ଥିଲା ତାହା ଆଉ ନାହିଁ। ବିବାହର ଦିନୁ ଭୀମା ଦୂରରେ ଦୂରରେ ଥାଏ। ଚିନାମାଳି ସଙ୍ଗେ ଅକାଳ ସକାଳେ ଭେଟ ହୁଏ। ଆଜି ପରି ବାପ ଉପସ୍ଥିତିରେ ଭୀମା ଚିନାମାଳିଙ୍କର ମୁହାଁମୁହିଁ କେବେ ଘଟିନଥିଲା। ସୁତରାଂ ଭୀମା ମନରେ କିଛି ହେବାର ସମ୍ଭାବନା। ଏହା ବୋଲି ଯେ ସେ ବାପ କିମ୍ବା ଚିନାମାଳି ଆଡ଼କୁ ଟାକି ରହିଛି ତା ନୁହେଁ। ଭ୍ରୁନାଶା ଅଧର ପ୍ରଭୃତି ମଧ୍ୟ କିଛି ପ୍ରକାଶ କରୁନାହାନ୍ତି। ତାହାର ମନ ହେଉଛି କି ନା ସେ ଜାଣେ, ବାହାରୁ କିଛି ଜଣାପଡ଼ୁନାହିଁ। ତାହା ମନ ଏପରି କେତେ କାଳ ଲୁଚି ରହିବ ଦେଖାଯାଉ। ଭୀମା ମନ କଥା ଯେବେ ପ୍ରକାଶ ପାଉ ସେପରି ଡେରିକି ଛାମୁ ପଟ୍ଟନାୟକଙ୍କର ତର ନାହିଁ। ତାଙ୍କ ନିଜ ଓ ଉଆସର ସୁନାବଳା ରୂପାବଳା ଖଟ ପଲଙ୍କ କାନ୍ଥବାଡ଼ ପ୍ରଭୃତି ସର୍ଦ୍ଦାରେ ଓ ସର୍ଦ୍ଦାରଙ୍କର ଓ ଗାଁର ଧାଙ୍ଗଡ଼ ଧାଙ୍ଗଡ଼ି କୁକୁଡ଼ା ମାଙ୍କଡ଼ ଛେଳି ମେଣ୍ଢା ଛାମୁ ପଟ୍ଟନାୟକ ଶଙ୍ଖୁଳି ସାରିଲାରୁ କହିଲେ, ସର୍ଦ୍ଦାରେ ଗହଣରେ ରଖିବା ପାଇଁ ତୋ ପୁଅରୁ ଗୋଟିଏ ଦେବାକୁ ଛାମୁରୁ ଆଜ୍ଞା ହୋଇଛି। ସାଧୁ, ଛାମୁ ଗହଣ ଭଳି ମୋର ପୁଅ କାହିଁ? ଛାମୁ ପଟ୍ଟନାୟକ, ବାଣା ଓ ଭୀମା? ସର୍ଦ୍ଦାରେ, ସେ ଛୁଆ ଦିଟା ଭାତ ଖାଇ ଜାଣିନାହାନ୍ତି। ଛାମୁ ପଟ୍ଟନାୟକ, ତାଙ୍କୁ ଛାମୁ ଦେଖିଛନ୍ତି ଆଉ ତାଙ୍କ କଥା ଶୁଣିଛନ୍ତି। ସେ ଦୁହେଁ ଛୁଆ କାହିଁକି ହୁଅନ୍ତେ? ସାଧୁ, ଯାହାଙ୍କର ବାପା ମା ଅଛନ୍ତି ସେ ଛୁଆ ନୁହନ୍ତି ଆଉ କ'ଣ? ଛାମୁ ପଟ୍ଟନାୟକ, ଛୁଆ ହେଲେ ବି ଯେତେବେଳେ ଗହଣରେ ରଖିବାକୁ ଛାମୁର ଆଜ୍ଞା ହୋଇଛି ସେତେବେଳେ ୟାକୁ ବଳି ଆଉ କିଛି କଥା ଅଛି? ସାଧୁ ସର୍ଦ୍ଦାର, ତୁ ଯେବେ ସୁନା ପଞ୍ଜରୀରେ ଶୁଆଟାଏ କି ସାରିଟାଏ ରଖିବୁ ସେ ବାଟ ପାଇଲେ ପଳେଇବ ନାହିଁ କି ତାକୁ ଦେଖି ଆଉ ଶୁଆ ସାରି ଆସି ପଞ୍ଜୁରୀରେ ଆପେ ଆପେ ପଶିଯିବେ? ତମ କଥା ଭିନେ, ଆମ କଥା ଭିନେ। ଛାମୁ ପଟ୍ଟନାୟକ, ଯେତେବେଳେ ଛାମୁଙ୍କର ମନ ହୋଇଛି ସେ ଗୋଟିଏ ନେବେ, ତେବେ ଏତେବେଳେ ଯାହାକୁ ସୁଖ ପାଅ ତାକୁ ପାଖରେ ରଖିନେଲେ ଭଲ ହେବ ନାହିଁ? ସାଧୁ, ବାପା ମାଙ୍କୁ ସଳଖ ସୁନ୍ଦର ଭେଣ୍ଡିଆଟି ଯେପରି ହାତ ଗୋଡ଼ ନଥାଇ ଖଣ୍ଡିଆଟି ସେପରି। ସେ ଛୁଆ ଦିଖଣ୍ଡ ଦାରୁ ଆଗରେ ଦୁବ ପରି ମୁଁ। ସାଧୁର କଥା ନ ସରୁଣୁ ଭୀମା କହିଲା, ବା ମୁଁ ଯିବି, ତୁ ମନା କରନା। ସାଧୁ, ତୁ ଛୁଆଟା କି ଜାଣୁ, ତୁ ଯିବୁ ଆମେ କି କରିବୁ? ଭୀମା, ଭାଇ ଅଛି ପରା। ସାଧୁ, ସେ ଥେଲାକୁ କ'ଣ ହେଲା ଯେ? ତୋରି ପରି ସେ ଛୁଆଟାଏ ନା ଆଉ କ'ଣ? ଛାମୁ ପଟ୍ଟନାୟକ, ଛାମୁ ଆଜ୍ଞା ରଖ। ଭୀମା ବି ତ ରାଜି ହେଲାଣି। ସାଥେ ସାଥେ ନେଇଯିବାକୁ ଛାମୁରୁ ଆଜ୍ଞା ହୋଇଛି। ସେ ମୋ ସାଙ୍ଗରେ ଚାଲୁ, ଏକଥା ପରେ ଦେଖାଯିବ। ଛାମୁ ପଟ୍ଟନାୟକଙ୍କ କଥା କରିବାକୁ ଅନ୍ୟ ଭୂୟାଣୀଏ ବି କହିଲେ। ତାହା ଦେଖି ଶୁଣି ଭୀମା ମଧ୍ୟ ରଟ ଧଇଲା। ସର୍ଦ୍ଦାର ଅଗତ୍ୟା ସମ୍ମତ ହେଲେ। ମନ କଥା କାହାରିକି କିଛି ନ କହି ଭୀମା ଛାମୁ ପଟ୍ଟନାୟକଙ୍କ ଅନୁଗାମୀ ହେଲା। ଅନ୍ୟ ଭୂୟାଁ ଭୂୟାଣୀଏ ଆପଣା ଆପଣା ବାଟ ଧଇଲେ। ଯେଝା ମନ କଥା ଯେଝା ମନରେ ରହିଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସୁପ୍ରସିଦ୍ଧ ଉପନ୍ୟାସ ଭୀମା ଭୂୟାଁର ତୃତୀୟ ପରିଚ୍ଛେଦ। ଉପନ୍ୟାସଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।